ଓମ୍ ଶାନ୍ତି 9 ଜୁନ୍ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ସାରା ବିଶ୍ୱରେ ଶାନ୍ତିର ରାଜ୍ୟ ସ୍ଥାପନ କରୁଥିବା ବାବାଙ୍କର ସହଯୋଗୀ ଅଟ। ଏବେ ତୁମ ସମ୍ମୁଖରେ ସୁଖ ଶାନ୍ତିର ଦୁନିଆ ରହିଛି। ତୁମେମାନେ ସାରା ବିଶ୍ୱରେ ଶାନ୍ତିର ରାଜ୍ୟ ସ୍ଥାପନ କରୁଥିବା ବାବାଙ୍କର ସହଯୋଗୀ ଅଟ। ଏବେ ତୁମ ସମ୍ମୁଖରେ ସୁଖ ଶାନ୍ତିର ଦୁନିଆ ରହିଛି। ପ୍ରଶ୍ନ, ବାବା ସନ୍ତାନମାନଙ୍କୁ କ'ଣ ପାଇଁ ପାଠ ପଢ଼ାଉଛନ୍ତି ଏବଂ ପାଠପଢ଼ାର ସାରାଂଶ କ'ଣ? ବାବା ସନ୍ତାନମାନଙ୍କୁ କ'ଣ ପାଇଁ ପାଠ ପଢ଼ାଉଛନ୍ତି ଏବଂ ପାଠପଢ଼ାର ସାରାଂଶ କ'ଣ? ଉତ୍ତର, ବାବା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର, ବିଶ୍ୱର ମାଲିକ କରାଇବା ପାଇଁ ପାଠ ପଢ଼ାଉଛନ୍ତି। ବାବା କହୁଛନ୍ତି, ପିଲାମାନେ, ପାଠ ପଢ଼ାର ସାରାଂଶ ହେଲା ଦୁନିଆର ସବୁ କଥାକୁ ଭୁଲିଯାଅ। ଏପରି କେବେ ବି ଭାବନାହ ଯେ ମୋ ପାଖରେ କୋଟିଏ ଟଙ୍କା ଅଛି କି ଲକ୍ଷେ ଟଙ୍କା ଅଛି, କାରଣ ସବୁକିଛି ନଷ୍ଟ ହୋଇଯିବ। ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର, ପାଠପଢ଼ା ଉପରେ ଧ୍ୟାନ ଦିଅ। ଗୀତ ଆଖିରି ଓହ ଦିନ ଆୟା ଆଜ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ। ଶେଷରେ ବିଶ୍ୱରେ ଶାନ୍ତିର ସମୟ ଆସିଲା। ସମସ୍ତେ କହୁଛନ୍ତି, ବିଶ୍ୱରେ ଶାନ୍ତି କିପରି ଆସିବ? ସେଥିପାଇଁ ଯିଏ ଠିକ୍ ରାୟ ଦିଅନ୍ତି ତାଙ୍କୁ ପୁରସ୍କାର ଦେଇଥାନ୍ତି। ନେହେରୁ ମଧ୍ୟ ରାୟ ଦେଇଥିଲେ। ଶାନ୍ତି ତ ହେଲା ନାହିଁ, କେବଳ ମତ ଦେଇକରି ଗଲେ। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏମିତି ବି ସମୟ ଥିଲା ଯେତେବେଳେ କି ସାରା ବିଶ୍ୱରେ ସୁଖ, ଶାନ୍ତି, ସମ୍ପତ୍ତି ଆଦି ସବୁକିଛି ଥିଲା। ତାହା ଏବେ ନାହିଁ, ପୁଣି ହେବ। ସୃଷ୍ଟିଚକ୍ର ଘୂରିବ ନା? ଏକଥା ମଧ୍ୟ ତୁମ ସଙ୍ଗମଯୋଗୀ ବ୍ରାହ୍ମଣମାନଙ୍କ ବୁଦ୍ଧିରେ ରହିଛି। ତୁମେମାନେ ଜାଣିଛ, ପୁଣି ସୁନାର ଭାରତ ହେବ। ଭାରତକୁ ହିଁ ସୁନାର ଚଢ଼େଇ କୁହାଯାଉଛି। ଯଦିଓ ମହିମା କରୁଛନ୍ତି, କିନ୍ତୁ କେବଳ କଥାକୁ ମାତ୍ର। ତୁମେ ତ ଏବେ ବାସ୍ତବରେ ପୁରୁଷାର୍ଥ କରୁଛ। ଜାଣିଛ, ବାକି ଅଳ୍ପ ଦିନ ଅଛି। ତେଣୁ ଏହି ନର୍କର ସବୁ ଦୁଃଖ କଥା ଭୁଲି ଯାଉଛ। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ସୁଖର ଦୁନିଆ ସମ୍ମୁଖରେ ଉପସ୍ଥିତ। ଯେପରି ଆଗରୁ ବିଲାତରୁ ଯେତେବେଳେ ଆସୁଥିଲେ, ସେତେବେଳେ ସେମାନେ ଭାବୁଥିଲେ ଯେ ଘରକୁ ପହଞ୍ଚିବା ପାଇଁ ବାକି ଆଉ ଅଳ୍ପ ସମୟ ଅଛି। କାହିଁକି ନା ଆଗରୁ ବିଲାତରୁ ଆସିବାକୁ ବହୁତ ସମୟ ଲାଗୁଥିଲା। ଏବେ ତ ଉଡ଼ାଜାହାଜରେ ଜଲ୍ଦି ପହଞ୍ଚି ଯାଉଛନ୍ତି। ସେହିଭଳି ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମର ସୁଖର ଦିନ ଆସିବ, ଯାହା ପାଇଁ ଆମେମାନେ ପୁରୁଷାର୍ଥ କରୁଛୁ। ସେଥିପାଇଁ ବାବା ମଧ୍ୟ ବହୁତ ସହଜ ପୁରୁଷାର୍ଥ ବତାଉଛନ୍ତି। ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି ଏହା ନିଶ୍ଚିତ ହେବ। ତୁମେମାନେ ଦେବତା ଥିଲ। ଦେବତାମାନଙ୍କର କେତେ ଢେର ମନ୍ଦିର ତିଆରି ହେଉଛି। ପିଲାମାନେ ଜାଣିଛନ୍ତି, ଏହି ମନ୍ଦିର ଆଦି ତିଆରି କରି କ'ଣ କରିବେ? ବାକି ଆଉ କେତେ ଦିନ ଅଛି? ତୁମେମାନେ ଏବେ ଜ୍ଞାନର ଅଧିକାରୀ ହୋଇଛ। କୁହା ମଧ୍ୟ ଯାଏ, ପରମପିତା ପରମାତ୍ମା ସର୍ବଶକ୍ତିମାନ ଅଲମାଇଟି ଅଥରିଟି ଅଟନ୍ତି। ତୁମେମାନେ ମଧ୍ୟ ଏବେ ଜ୍ଞାନର ଅଧିକାରୀ ହୋଇଛ। ସେମାନେ ହେଉଛନ୍ତି ଭକ୍ତିର ଅଧିକାରୀ। ବାବାଙ୍କୁ ଅଲମାଇଟି ଅଥରିଟି ଅର୍ଥାତ୍ ସର୍ବଶକ୍ତିର ଅଧିକାରୀ କୁହାଯାଉଛି। ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନର ଅଧିକାରୀ ହେଉଛ। ତୁମ ନିକଟରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ଜାଣିଛ, ଆମେ ବାବାଙ୍କଠାରୁ ବର୍ଷା ପାଇବା ପାଇଁ ପୁରୁଷାର୍ଥ କରୁଛୁ। ଭକ୍ତିର ଅଧିକାରୀମାନେ ସମସ୍ତଙ୍କୁ ଭକ୍ତିର କଥା ହିଁ ଶୁଣାଇଥାନ୍ତି। ତୁମେ ଜ୍ଞାନର ଅଧିକାରୀ ହୋଇଥିବାରୁ ଜ୍ଞାନ ଶୁଣାଉଛ। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ। ସେଠାରେ ଜଣେ ହେଲେ ପୂଜାରୀ ରହିବେ ନାହିଁ। କେବଳ ପୂଜ୍ୟ ହିଁ ପୂଜ୍ୟ ରହିବେ। ଅଧାକଳ୍ପ ପୂଜ୍ୟ, ଅଧାକଳ୍ପ ପୂଜାରୀ। ଭାରତବାସୀଙ୍କ ନିମନ୍ତେ କୁହାଯାଇଛି ଯେ ଏମାନେ ଯେତେବେଳେ ପୂଜ୍ୟ ଥିଲେ, ଭାରତ ସ୍ୱର୍ଗ ଥିଲା। ଏବେ ଭାରତ ପୂଜାରୀ ନର୍କ ହୋଇଯାଇଛି। ତୁମେମାନେ ଏବେ ବାସ୍ତବିକ ଜୀବନ ଗଢ଼ୁଛ।
ପୁରୁଷାର୍ଥର କ୍ରମ ଅନୁସାରେ ସମସ୍ତଙ୍କୁ ବୁଝାଉଛ ଏବଂ ଏହାର ବୃଦ୍ଧି ହୋଇଚାଲିଛି। ଏସବୁ ଡ୍ରାମାରେ ପୂର୍ବରୁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଡ୍ରାମା ତୁମକୁ ପୁରୁଷାର୍ଥ କରାଉଛି। ତୁମେମାନେ ପୁରୁଷାର୍ଥ କରିଚାଲିଛ। ଜାଣିଛ, ଡ୍ରାମାରେ ଆମର ଅବିନାଶୀ ପାର୍ଟ ରହିଛି। ଦୁନିଆ ଏହି କଥାକୁ କ'ଣ ଜାଣିବ? ଆମର ହିଁ ଡ୍ରାମାରେ ପାର୍ଟ ରହିଛି। ଯିଏ କହିବ ସେ ହିଁ ବୁଝିବ। କିପରି ଆମର ଏହି ଡ୍ରାମାରେ ପାର୍ଟ ରହିଛି। ଏହି ସୃଷ୍ଟିଚକ୍ର ଘୂରି ଚାଲିଛି। ଏହି ବିଶ୍ୱର ଇତିହାସ ଭୂଗୋଳ ସମ୍ବନ୍ଧରେ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ। ସର୍ବୋଚ୍ଚ କିଏ ଦୁନିଆରେ କେହି ହେଲେ ଜାଣିନାହାନ୍ତି। ଋଷି ମୁନି ଆଦି ମଧ୍ୟ କହୁଥିଲେ ଆମେ ଜାଣିନାହୁଁ। ନେତି ନେତି କହୁଥିଲେ ନା? ଏବେ ତୁମେମାନେ ଜାଣୁଛ ରଚୟିତା କେବଳ ବାବା ହିଁ ଅଟନ୍ତି, ଯିଏକି ଆମକୁ ପାଠ ପଢ଼ାଉଛନ୍ତି। ଏ କଥା ମଧ୍ୟ ବାବା ବାରମ୍ବାର ବୁଝାଇଛନ୍ତି ଯେ ଏଠାରେ ଯେତେବେଳେ ବସୁଛ ଦେହୀ ଅଭିମାନୀ ହୋଇ ବସ। ଏକମାତ୍ର ବାବା ହିଁ ରାଜଯୋଗ ଶିଖାଉଛନ୍ତି ଏବଂ ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି। ବାବା କହୁଛନ୍ତି ମୁଁ କୌଣସି ଥଟ୍ ରିଡର ଅର୍ଥାତ୍ ସଂକଳ୍ପକୁ ପଢ଼ିଲା ବାଲା ନୁହେଁ। ଏତେ ବଡ଼ ଦୁନିଆକୁ କ'ଣ ରିଡ୍ କରିବି କି? ବାବା ନିଜେ କହୁଛନ୍ତି ମୁଁ ଡ୍ରାମାର ନିର୍ଦ୍ଧାର୍ଯ୍ୟ ଅନୁସାରେ ତୁମକୁ ପବିତ୍ର କରିବାକୁ ଆସୁଛି। ଡ୍ରାମାରେ ମୋର ଯାହା ପାର୍ଟ ଅଛି ତାକୁ ବଜାଇବାକୁ ଆସୁଛି। ବାକି ମୁଁ କୌଣସି ଥଟ୍କୁ ରିଡ୍ କରୁନାହିଁ। ମୋର କ'ଣ ପାର୍ଟ ଏବଂ ତୁମେମାନେ କ'ଣ ପାର୍ଟ କରୁଛ ଏହି କଥା କହୁଛି। ତୁମେମାନେ ମଧ୍ୟ ଏହି ଜ୍ଞାନକୁ ଶିଖି ଅନ୍ୟମାନଙ୍କୁ ଶିଖାଉଛ। ମୋର ପାର୍ଟ ହେଉଛି ପତିତମାନଙ୍କୁ ପାବନ କରିବା। ଏ କଥା ମଧ୍ୟ ତୁମେମାନେ ଜାଣିଛ। ତିଥି ତାରିଖ ସହିତ ସବୁ ଜାଣିଛ। ଏକଥା ଦୁନିଆରେ କେହି ହେଲେ ଜାଣିନାହାନ୍ତି। ତୁମକୁ ବାବା ଶିଖାଉଛନ୍ତି। ପୁଣି ଯେତେବେଳେ ଏହି ସୃଷ୍ଟିଚକ୍ର ପୂରା ହେବ ସେତେବେଳେ ପୁଣି ବାବା ଆସିବେ। ଏହି ସମୟରେ ଯାହା ସବୁ ଦୃଶ୍ୟ ଚାଲୁଛି ତାହା ପୁଣି କଳ୍ପ ପରେ ଚାଲିବ। ଗୋଟିଏ ସେକେଣ୍ଡ ମଧ୍ୟ ଅନ୍ୟ ସେକେଣ୍ଡ ସହିତ ମିଶିପାରିବ ନାହିଁ। ଏହି ନାଟକ ଘୂରି ଚାଲିଛି। ତୁମେମାନେ ଏହି ବେହଦ ନାଟକ ବିଷୟରେ ଜାଣିଛ। ତଥାପି ତୁମମାନେ ବାରମ୍ବାର ଭୁଲି ଯାଉଛ। ବାବା କହୁଛନ୍ତି ତୁମେମାନେ କେବଳ ମୋତେ ମନେ ପକାଅ। ଆମର ବାବା ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି। ତୁମମାନଙ୍କର ବୁଦ୍ଧି ଏବେ ସେପଟକୁ ଚାଲିଯିବା ଉଚିତ। ଆତ୍ମା ବାବାଙ୍କର ମହିମା ଶୁଣି ଖୁସି ହେଉଛି। ସମସ୍ତେ କହୁଛନ୍ତି ଆମର ବାବା ଟିଚର ଅଟନ୍ତି। ସେ ହିଁ ସତ୍ୟ ଅଟନ୍ତି। ଏହି ପାଠପଢ଼ା ମଧ୍ୟ ସତ୍ୟ ଏବଂ ସମ୍ପୂର୍ଣ୍ଣ ଅଟେ। ସେହି ମନୁଷ୍ୟମାନଙ୍କ ପାଠପଢ଼ା ଅଧା ଅଟେ। ତେବେ ତୁମମାନଙ୍କ ବୁଦ୍ଧିରେ କେତେ ଖୁସି ରହିବା ଦରକାର। ଯେଉଁମାନେ ବଡ଼ ପରୀକ୍ଷାକୁ ପାସ୍ କରିଥାନ୍ତି ତାଙ୍କର ଅଧିକ ଖୁସି ରହିଥାଏ। ତୁମେ କେତେ ଉଚ୍ଚ ପାଠ ପଢ଼ୁଛ, ତେଣୁ କେତେ ଅପାର ଖୁସି ରହିବା ଦରକାର। ଭଗବାନ ବାବା, ବେହଦର ବାବା ଆମକୁ ପାଠ ପଢ଼ାଉଛନ୍ତି। ତେଣୁ ତୁମର ଲୋମ ଟାଙ୍କୁରି ଉଠିବା ଉଚିତ। ସେହି ଅଧ୍ୟାୟ ପୁଣି ରିପିଟ୍ ହେଉଛି। ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାକୁ ବି ଜଣା ନାହିଁ। କଳ୍ପର ଆୟୁଷ୍ୟକୁ ହିଁ ବଢ଼ାଇ ଦେଉଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏବେ 5000 ବର୍ଷର ସାରା କାହାଣୀ ଘୁରୁଛି, ଯାହାକୁ ହିଁ ସ୍ୱଦର୍ଶନ ଚକ୍ର ବୋଲି କୁହାଯାଉଛି। ପିଲାମାନେ କହୁଛନ୍ତି ବାବା ବହୁତ ତୋଫାନ ଆସୁଛି, ଆମେ ଆପଣଙ୍କୁ ଭୁଲି ଯାଉଛୁ। ବାବା କହୁଛନ୍ତି ତୁମେ କାହାକୁ ଭୁଲି ଯାଉଛ? ବାବା ଯିଏକି ତୁମକୁ ଡବଲ ମୁକୁଟଧାରୀ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ତୁମେ କିପରି ଭୁଲି ଯାଉଛ? ଆଉ କାହାକୁ ତ ଭୁଲୁନାହଁ। ସ୍ତ୍ରୀ, ପିଲାଛୁଆ, ଚାଚା, ମାମୁଁ, ମିତ୍ର ସମ୍ବନ୍ଧୀ ଆଦି ସବୁ ମନେ ଅଛନ୍ତି। ବାକି ତୁମେ ଏହି କଥାକୁ କାହିଁକି ଭୁଲୁଛ? ତୁମର ଯୁଦ୍ଧ ଯୋଗରେ ବସିବା ସମୟରେ ହିଁ ହେଉଛି। ତେବେ ଯେତେ ଦୂର ସମ୍ଭବ ଯୋଗ କରିବାକୁ ହିଁ ହେବ। ପିଲାମାନେ ନିଜର ଉନ୍ନତି ପାଇଁ ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବିଚରଣ କରିବା ଉଚିତ। ତୁମେ ଛାତ ଉପରକୁ ଅଥବା ବାହାରର ଥଣ୍ଡା ପବନକୁ ଚାଲିଯାଅ। ଏଠାରେ ଆସି ବସିବାର କୌଣସି ଆବଶ୍ୟକତା ନାହିଁ। ବାହାରକୁ ମଧ୍ୟ ଯାଇପାରିବ। ସକାଳ ସମୟରେ କୌଣସି ଭୟର କଥା ନାହିଁ। ବାହାରକୁ ଯାଇ ଚାଲିବା ଉଚିତ। ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା କର।
ଦେଖ, ବାବାଙ୍କୁ କିଏ ଅଧିକ ସ୍ମରଣ କରୁଛି। ପୁଣି କହିବା ଉଚିତ ଯେ ମୁଁ କେତେ ସମୟ ମନେ ପକାଉଛି। ବାକି ସମୟ ମୋର ବୁଦ୍ଧି କୁଆଡ଼େ କୁଆଡ଼େ ଗଲା। ଏହାକୁ କୁହାଯାଏ ପରସ୍ପର ମଧ୍ୟରେ ଉନ୍ନତିକୁ ପ୍ରାପ୍ତ କରିବାର ଉପାୟ। ନୋଟ କର, ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଲି। ବାବା ବ୍ରହ୍ମା ଯାହା ଅଭ୍ୟାସ କରୁଛନ୍ତି ତାହା ବତାଉଛନ୍ତି। ଯୋଗଯୁକ୍ତ ହୋଇ ତୁମେମାନେ 1 ଘଣ୍ଟା ଚାଲିଲେ ମଧ୍ୟ ଗୋଡ଼ ଥକିବ ନାହିଁ। ଯୋଗ ବଳ ଦ୍ୱାରା ତୁମର କେତେ ପାପ କଟିଯିବ। ଚକ୍ରକୁ ତ ତୁମେ ଜାଣିଛ। ରାତିଦିନ ତୁମ ବୁଦ୍ଧିରେ ରହିବା ଉଚିତ ଯେ ଏବେ ଘରକୁ ଯିବାକୁ ହେବ। ସେଥିପାଇଁ ପୁରୁଷାର୍ଥ କରୁଛ। କଳିଯୁଗୀ ମନୁଷ୍ୟମାନଙ୍କୁ ଟିକିଏ ହେଲେ ଜଣା ନାହିଁ। ସେଥିପାଇଁ ମୁକ୍ତି ନିମନ୍ତେ କେତେ ଭକ୍ତି କରି ଚାଲିଛନ୍ତି। ଏଠାରେ ଅନେକ ମତ ରହିଛି। ତୁମ ବ୍ରାହ୍ମଣମାନଙ୍କର ହେଉଛି ଏକ ମତ। ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି ସେମାନଙ୍କର ହେଲା ଶ୍ରୀମତ। ତୁମେ ବାବାଙ୍କ ଶ୍ରୀମତ ଦ୍ୱାରା ଦେବତା ହେଉଛ। ଦେବତାମାନଙ୍କର କୌଣସି ଶ୍ରୀମତ ନାହିଁ। ଶ୍ରୀମତ ଏବେ ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି। ଭଗବାନ ହେଉଛନ୍ତି ନିରାକାର, ଯିଏକି ତୁମକୁ ରାଜଯୋଗ ଶିଖାଉଛନ୍ତି। ଯାହାଙ୍କଠାରୁ ତୁମେମାନେ ନିଜର ରାଜ୍ୟ ଭାଗ୍ୟ ନେଇ କେତେ ଉଚ୍ଚ ବିଶ୍ୱର ମାଲିକ ହେଉଛ। ଭକ୍ତି ମାର୍ଗର ବେଦଶାସ୍ତ୍ର ଆଦି କେତେ ଢେରକୁ ଢେର ରହିଛି। କିନ୍ତୁ ଏକମାତ୍ର ଗୀତା ହିଁ ମୂଲ୍ୟବାନ ଅଟେ। ଭଗବାନ ଆସି ରାଜଯୋଗ ଶିଖାଉଛନ୍ତି। ଏହାକୁ ହିଁ ଗୀତା କୁହାଯାଉଛି। ଏବେ ତୁମେମାନେ ବାବାଙ୍କଠାରୁ ପଢ଼ୁଛ, ଯାହାଦ୍ୱାରା ସ୍ୱର୍ଗର ରାଜ୍ୟପଦ ପାଇବ। ଯିଏ ପଢ଼ିବେ ସିଏ ରାଜ୍ୟ ନେବେ। ଡ୍ରାମାରେ ପାର୍ଟ ରହିଛି ନା। ଜ୍ଞାନଦାତା ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ସେ ଡ୍ରାମା ପ୍ଲାନ ଅନୁସାରେ କଳିଯୁଗର ଶେଷ, ସତ୍ୟଯୁଗର ଆଦି ସଙ୍ଗମ ସମୟରେ ହିଁ ଆସୁଛନ୍ତି। ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ବାବା ଏହାଙ୍କ ଶରୀରରେ ଆସି ପାଠ ପଢ଼ାଉଛନ୍ତି। ଆଉ କେହି ପଢ଼ାଇ ପାରିବେ ନାହିଁ। ଏହି ଦାଦା ଯଦି ଆଗରୁ କାହା ପାଖରୁ ପଢ଼ିଥାନ୍ତେ ତେବେ ଆହୁରି ଅନେକ ମଧ୍ୟ ତାଙ୍କଠାରୁ ପଢ଼ିଥାନ୍ତେ। ବାବା କହୁଛନ୍ତି ଏହିସବୁ ଗୁରୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସିଛି। ଏବେ ତୁମର ଲକ୍ଷ୍ୟ ସମ୍ମୁଖରେ ରହିଛି। ଆମେ ଏହିପରି ହେବୁ। ଏହା ହେଉଛି ନରରୁ ନାରାୟଣ ହେବାର ସତ୍ୟ କଥା। ଏମାନଙ୍କର ପୁଣି ଭକ୍ତି ମାର୍ଗରେ ମହିମା କରାଯାଉଛି। ଭକ୍ତି କରିବାର ପ୍ରଥା ଚାଲି ଆସିଛି। ଏବେ ଏହି ରାବଣ ରାଜ୍ୟ ପୁରା ହେବାକୁ ଯାଉଛି। ତୁମେ ଏବେ ଦଶହରା ଇତ୍ୟାଦି ଦେଖିବାକୁ ଯିବ ନାହିଁ। ତୁମେ ତ ବୁଝାଉଛ ଯେ ସେମାନେ ଏସବୁ କ'ଣ କରୁଛନ୍ତି। ଏହା ତ ଛୋଟ ପିଲାଙ୍କର କାମ। ବଡ଼ ବଡ଼ ଲୋକମାନେ ମଧ୍ୟ ଦେଖିବାକୁ ଯାଉଛନ୍ତି ରାବଣକୁ କିପରି ଜଳାଉଛନ୍ତି। ଇଏ ରାବଣ କିଏ? କେହି କହିପାରିବେ ନାହିଁ। ରାବଣ ରାଜ୍ୟ ଅଟେ ନା। ଦଶହରା ଆଦିକୁ କେତେ ଖୁସିରେ ପାଳନ କରିଥାନ୍ତି। ଯେଉଁଥିରେ ରାବଣକୁ ଜଳାଇଥାନ୍ତି। ଦୁଃଖ ମଧ୍ୟ ଭୋଗ କରି ଚାଲିଛନ୍ତି। କିଛି ହେଲେ ବୁଝୁନାହାନ୍ତି। ଏବେ ତୁମେମାନେ ଜାଣୁଛ ଆମେ କେତେ ଅଜ୍ଞାନୀ ଥିଲୁ। ରାବଣ ସମସ୍ତଙ୍କୁ ଅଜ୍ଞାନୀ କରିଦେଉଛି। ଏବେ ତୁମେମାନେ କହୁଛ ବାବା ଆମେ ଲକ୍ଷ୍ମୀ ନାରାୟଣ ନିଶ୍ଚିତ ହେବୁ। ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ। ଏହା ଏକମାତ୍ର ସ୍କୁଲ ଅଟେ ଯେଉଁଠାରେ ବହୁତ ସହଜ ପାଠପଢ଼ା ହେଉଛି। ବୁଢ଼ୀ ବୁଢ଼ୀ ମାତାମାନେ ଆଉ କିଛି ମନେ ନ ପକାଇ ପାରିଲେ କେବଳ ବାବାଙ୍କୁ ମନେ ପକାନ୍ତି। ମୁଖ ଦ୍ୱାରା ହେ ରାମ କହୁଛନ୍ତି ନା। ବାବା ଏକଥା ବହୁତ ସହଜ କରି କହୁଛନ୍ତି ଯେ ତୁମେ ହେଉଛ ଆତ୍ମା। ପରମାତ୍ମା ବାବାଙ୍କୁ ସ୍ମରଣ କଲେ ତୁମର ଜୀବନ ରୂପୀ ନୌକା ପାରି ହୋଇଯିବ। କୁଆଡ଼େ ଯିବ? ଶାନ୍ତିଧାମ, ସୁଖଧାମ। ଆଉ ସବୁ ଭୁଲିଯାଅ। ଯାହା ଶୁଣିଛ ପଢ଼ିଛ ତାହା ସବୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବାବାଙ୍କଠାରୁ ବର୍ଷା ନିଶ୍ଚୟ ମିଳିବ। ବର୍ତ୍ତମାନ ଏହି ରାବଣ ରାଜ୍ୟ ଶେଷ ହେବ। ତୁମେ ଦଶହରା ଆଦି ଦେଖିବାକୁ କ'ଣ ଯିବ କି? ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାପ କଟିଯାଉଛି। କେତେ ସହଜ। ଏଭଳି ମଧ୍ୟ କହନ୍ତି ଭ୍ରୁକୁଟି ମଧ୍ୟରେ ଗୋଟିଏ ଅଜବ ତାରା ଚମକୁଛି। ତେବେ ନିଶ୍ଚୟ ଆତ୍ମା ଏତେ ଛୋଟ ହୋଇଥିବ ନା। ଡାକ୍ତରମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ଆତ୍ମାକୁ ଦେଖିବା ପାଇଁ, କିନ୍ତୁ ତାହା ବହୁତ ସୂକ୍ଷ୍ମ ଅଟେ। ହଠ ଆଦି ଦ୍ୱାରା କେହି ଦେଖିପାରିବେ ନାହିଁ।
ବାବା ମଧ୍ୟ ଏହିପରି ବିନ୍ଦୁ ଅଟନ୍ତି। କହୁଛନ୍ତି, ତୁମ ସଦୃଶ୍ୟ ମୁଁ ମଧ୍ୟ ସାଧାରଣ ହୋଇ ତୁମମାନଙ୍କୁ ପାଠ ପଢ଼ାଉଛି। କେହି ଜଣେ ଜାଣୁଛନ୍ତି ଯେ ଭଗବାନ ଏମାନଙ୍କୁ କିପରି ପାଠ ପଢ଼ାଉଛନ୍ତି? କେହି କ'ଣ ଜାଣୁଛନ୍ତି ଯେ ଭଗବାନ ଏମାନଙ୍କୁ କିପରି ପାଠ ପଢ଼ାଉଛନ୍ତି? ଯଦି କୃଷ୍ଣ ପଢ଼ାଇଥାନ୍ତେ ତେବେ ସାରା ଆମେରିକା, ଜାପାନ ଆଦି ସବୁଆଡ଼ୁ ଆସିଯାଇଥାନ୍ତେ। ତାଙ୍କଠାରେ ଏତେ ଆକର୍ଷଣ ରହିଛି। କୃଷ୍ଣଙ୍କ ସହିତ ସମସ୍ତଙ୍କର ସ୍ନେହ ରହିଛି। ଏବେ ତୁମେମାନେ ଜାଣୁଛ ଆମେ ସେହିପରି ହେଉଛୁ। କୃଷ୍ଣ ହେଉଛନ୍ତି ରାଜକୁମାର। ତାଙ୍କୁ କୋଳକୁ ନେବାକୁ ଚାହିଁଲେ ପୁରୁଷାର୍ଥ କରିବାକୁ ପଡ଼ିବ। କିନ୍ତୁ ଏହା କୌଣସି ବଡ଼ କଥା ନୁହେଁ। ବାବା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର, ବିଶ୍ୱର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି। ବାବା କହୁଛନ୍ତି, ପିଲାମାନେ, ପାଠପଢ଼ାର ସାରାଂଶ ହେଉଛି ଦୁନିଆର ସବୁ କଥାକୁ ଛାଡ଼ିଦିଅ। ଏପରି କେବେ ଭାବ ନାହିଁ ଯେ ଆମ ପାଖରେ କୋଟିଏ ଟଙ୍କା ଅଛି, ଲକ୍ଷେ ଟଙ୍କା ଅଛି। କିଛି ବି ହାତକୁ ଆସିବ ନାହିଁ। ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର। ବାବାଙ୍କ ପାଖକୁ ଆସିଲେ ବାବା ଅଭିମାନ କରି କୁହନ୍ତି, 8 ମାସ ହେଲା ଏହି ଜ୍ଞାନ ମାର୍ଗରେ ଆସିଲଣି, କିନ୍ତୁ ବାବା ଯାହାଙ୍କଠାରୁ ସ୍ୱର୍ଗର ବାସାଇ ମିଳୁଛି ତାଙ୍କ ସହିତ ଏତେ ସମୟ ହେଲା ମିଶିବ ନାହିଁ। କହୁଛନ୍ତି, ବାବା ଅମୁକ କାମ ଥିଲା। ଆରେ, ଯଦି ତୁମେ ଶରୀର ଛାଡ଼ି ଦେଇଥାନ୍ତ ପୁଣି ଏଠାକୁ କିପରି ଆସିଥାନ୍ତ? ତେଣୁ ଏଭଳି ବାହାନା ଚଳିବ ନାହିଁ। ବାବା ରାଜଯୋଗ ଶିଖାଉଛନ୍ତି, କିନ୍ତୁ ତୁମେମାନେ ଶିଖୁନାହଁ। ଯିଏ ବହୁତ ଭକ୍ତି କରୁଥିବେ ତାଙ୍କୁ 7 ଦିନ କ'ଣ, ଗୋଟିଏ ସେକେଣ୍ଡରେ ମଧ୍ୟ ତୀର ଲାଗିଯିବ। 1 ସେକେଣ୍ଡରେ ବିଶ୍ୱର ମାଲିକ ହୋଇପାରିବ। ଇଏ ନିଜେ ଅନୁଭବୀ ବସିଛନ୍ତି। ବିନାଶ ଦେଖିଲେ, ଚତୁର୍ଭୁଜ ରୂପ ଦେଖିଲେ, ବାସ୍ ବୁଝିଗଲେ, ଓହୋ, ମୁଁ ବିଶ୍ୱର ମାଲିକ ହେବି। ସାକ୍ଷାତକାର ହେଲା, ଉମଗ ଉତ୍ସାହ ଆସିଲା ଏବଂ ସବୁକିଛି ଛାଡ଼ିଦେଲେ। ଏଠାରେ ତୁମେ ଜାଣୁଛ ବାବା ବିଶ୍ୱର ରାଜତ୍ୱ ଦେବା ପାଇଁ ଆସିଛନ୍ତି। ବାବା ପଚାରୁଛନ୍ତି, ନିଶ୍ଚୟ କେବେ ହେଲା? ତେବେ କହୁଛନ୍ତି 8 ମାସ ହେଲା। ବାବା ବୁଝାଉଛନ୍ତି, ମୂଳ କଥା ହେଲା ଯୋଗ ଏବଂ ଜ୍ଞାନ। ବାକି ସାକ୍ଷାତକାରର କୌଣସି ଆବଶ୍ୟକତା ନାହିଁ। ବାବାଙ୍କୁ ଚିହ୍ନିଗଲ, ପଢ଼ିବା ଆରମ୍ଭ କର, ତେବେ ତୁମେ ମଧ୍ୟ ଏହିପରି ହୋଇଯିବ। ବହୁତ ପଏଣ୍ଟସ୍ ମିଳିଛି ଯାହାକୁ ତୁମେମାନେ କାହାକୁ ହେଲେ ବୁଝାଇ ପାରିବ। ବହୁତ ସ୍ନେହର ସହିତ ବୁଝାଅ। ଶିବ ବାବା, ଯିଏକି ପତିତ ପାବନ ଅଟନ୍ତି, ସିଏ କହୁଛନ୍ତି, ମୋତେ ମନେ ପକାଅ, ତେବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ଏହି କଥାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହେବ। ତୁମେମାନେ ଚାହୁଁଛ ନା ଗଡ଼ଫାଦର ଆମକୁ ମୁକ୍ତ କରି ଶାନ୍ତିଧାମକୁ ନେଇଯାଆନ୍ତୁ? ଆଚ୍ଛା, ଏବେ ତୁମ ଉପରେ ଯେଉଁ କଳଙ୍କ ଲାଗିଯାଇଛି ସେଥିପାଇଁ ବାବା କହୁଛନ୍ତି, ମୋତେ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସକାଳୁ ସକାଳୁ ଉଠି ବାବାଙ୍କୁ ମନେ ପକାଇ ପ୍ରାତଃ ଭ୍ରମଣ କର। ପରସ୍ପର ମଧ୍ୟରେ ଏହିଭଳି ମିଠା ବାର୍ତ୍ତାଳାପ କର। ଦେଖିବା କିଏ କେତେ ସମୟ ବାବାଙ୍କୁ ସ୍ମରଣ କରୁଛି। ତାପରେ ନିଜର ଅନୁଭବ ଶୁଣାଅ। 2 ନମ୍ବର। ବାବାଙ୍କୁ ଚିହ୍ନିଲା ପରେ କୌଣସି ବାହାନା କରିବାର ନାହିଁ। ପାଠପଢ଼ାରେ ଲାଗିଯିବାର ଅଛି। ମୁରଲି ଶୁଣିବା କେବେ ବି ବନ୍ଦ କରିବାର ନାହିଁ। ଆଜିର ବରଦାନ। ସମସ୍ତଙ୍କର ଗୁଣକୁ ଦେଖୁଥିଲେ ମଧ୍ୟ ନିଜ ଭିତରେ ବାବାଙ୍କର ଗୁଣକୁ ଧାରଣ କରୁଥିବା ଗୁଣମୂରତ ଆତ୍ମା ହୁଅ। ସମସ୍ତଙ୍କର ଗୁଣକୁ ଦେଖୁଥିଲେ ମଧ୍ୟ ନିଜ ଭିତରେ ବାବାଙ୍କର ଗୁଣକୁ ଧାରଣ କରୁଥିବା ଗୁଣମୂରତ ଆତ୍ମା ହୁଅ। ଡିଟେଲ୍ସ। ସଙ୍ଗମ ଯୁଗରେ ଯେଉଁ ପିଲାମାନେ ଗୁଣର ମାଳା ପିନ୍ଧିଥାନ୍ତି ସେହିମାନେ ହିଁ ବିଜୟମାଳାରେ ଆସିଥାନ୍ତି। ସେଥିପାଇଁ ନିଜେ ହୋଲି ହଂସ ହୋଇ ସମସ୍ତଙ୍କର ଗୁଣକୁ ଦେଖ ଏବଂ ଏକମାତ୍ର ବାବାଙ୍କର ଗୁଣକୁ ହିଁ ଧାରଣ କର। ଏହିଭଳି ଗୁଣର ମାଳା ସମସ୍ତଙ୍କର ଗଳାରେ ପଡ଼ି ରହିବା ଦରକାର।
ଯେଉଁମାନେ ଯେତିକି ବାବାଙ୍କର ଗୁଣକୁ ନିଜ ଭିତରେ ଧାରଣ କରିଥାନ୍ତି ସେମାନଙ୍କର ଗଳାରେ ସେତିକି ବଡ଼ ମାଳା ପଡ଼ିଥାଏ ଏବଂ ଗୁଣର ମାଳାକୁ ସ୍ମରଣ କରିବା ଦ୍ୱାରା ନିଜେ ମଧ୍ୟ ଗୁଣମୂରତ ହୋଇଯାଆନ୍ତି। ଏହାର ସ୍ମାରକୀ ରୂପରେ ଦେବତାମାନଙ୍କର ଏବଂ ଶକ୍ତିମାନଙ୍କର ଗଳାରେ ମାଳା ପିନ୍ଧିଥିବାର ଦେଖାଇଥାନ୍ତି। ସ୍ଲୋଗାନ। ସାକ୍ଷୀ ପଣିଆର ସ୍ଥିତି ହିଁ ଯଥାର୍ଥ ନିର୍ଣ୍ଣୟ କରିବାର ଆସନ। ସାକ୍ଷୀ ପଣିଆର ସ୍ଥିତି ହିଁ ଯଥାର୍ଥ ନିର୍ଣ୍ଣୟ କରିବାର ଆସନ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ହୋଇ କାର୍ଯ୍ୟ କରିବା ଦ୍ୱାରା ଅନେକ ପ୍ରକାରର ବିଘ୍ନଠାରୁ ଏବଂ ବ୍ୟର୍ଥ ସଂକଳ୍ପଠାରୁ ମୁକ୍ତ ହୋଇଯିବ ଏବଂ ସମୟ ମଧ୍ୟ ବହୁତ ବଞ୍ଚିଯିବ। ତେବେ ଯେଉଁ ଆତ୍ମାମାନେ ଅନ୍ତର୍ମୁଖୀ ସ୍ଥିତିରେ ରହିଥାନ୍ତି ସେମାନଙ୍କ ଭିତରେ ସ୍ମୃତିର ସମର୍ଥି ମଧ୍ୟ ଆସିଥାଏ ଏବଂ ଆତ୍ମା ରୂପୀ ନେତ୍ର ଶକ୍ତିଶାଳୀ ହେବାକୁ ଲାଗିଥାଏ, ଯାହାଦ୍ୱାରା ଯଦି କୌଣସି ବି ବିଘ୍ନ ଆସିବାକୁ ଯାଉଥିବ ତେବେ ଅନୁଭବ ହେବ ଯେ ଆଜି କୌଣସି ପରୀକ୍ଷା ଆସିବାକୁ ଯାଉଛି ଏବଂ ଯେତେ ପୂର୍ବରୁ ଜଣାପଡ଼ିଯିବ ସେହି ଅନୁସାରେ ସଚେତନ ହେବା କାରଣରୁ ସଫଳତାକୁ ମଧ୍ୟ ପ୍ରାପ୍ତ କରିଥାନ୍ତି। ଓମ୍ ଶାନ୍ତି।